ସଂସ୍କାର ତ୍ୟାଗ ପରେ ପୁନର୍ଜନ୍ମ। ମୁଁ କହିବି ସଂସ୍କାର ଏକ ଛୋଟ ବୃକ୍ଷ ସଦୃଶ। ଆମ୍ଭେ ତାକୁ ରୋପଣ କରିବା, ବୃଦ୍ଧି କରିବା ଏବଂ ତା'ର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦେବା ଓ ତାପରେ ତା'ର ଅମଳ ଆଶା କରିବା। ସଂସ୍କାରର ପ୍ରଥମ ପାନୀୟ ହେଉଛି ଶୃଙ୍ଖଳା। ଏହି ପାନୀୟ ପ୍ରଥମେ ପରିବାରରୁ ଆସିଥାଏ। ଏଣୁ ଆମ୍ଭେ ପିତାମାତା ଏବଂ ପ୍ରିୟଜନ ଏହି ପାନୀୟ ସ୍ୱରୂପ ଶୃଙ୍ଖଳାକୁ ପିଲାମାନଙ୍କୁ ଖୁବ୍ ଯତ୍ନର ସହିତ ଶିଖାଇବା ଉଚିତ। କାରଣ ଆମ୍ଭେମାନେ ବୃଦ୍ଧ ହେଲେ ଏହି ବୃକ୍ଷର ଅମଳକୁ ଆଶା ଆମ୍ଭେ ଆମ ସନ୍ତାନମାନଙ୍କଠାରୁ କେବଳ ବୃଦ୍ଧ ବୟସରେ ସାହାରା ପାଇଁ ପାଳିନଥାଉ, ସେ କେମିତି ମହାକାଶ ସଦୃଶ ଜନଗହଳି ଭିତରେ ଧ୍ରୁବ ତାରାଟିଏ ହୋଇ ବାହାରିବ, ତା ପାଇଁ ଆମେ ସଦାସର୍ବଦା ସ୍ୱପ୍ନ ମଧ୍ୟ ଦେଖୁଥାଉ। ଏହା ନିଶ୍ଚିତ ଯେ ପିତାମାତାଙ୍କ ଠାରୁ ଅଧିକ ଯତ୍ନକାରୀ ଏ ଦୁନିଆରେ ଆଉ କେହି ନାହାନ୍ତି। ବେଳେବେଳେ ଆମ୍ଭମାନଙ୍କର କ୍ଷମତା, ସମ୍ପତ୍ତି ଏବଂ ପ୍ରଭାବର ପରିଚୟ ଦେବା ପାଇଁ ଆମ୍ଭେମାନେ ପିଲାମାନଙ୍କୁ କିଛି ଅଧିକ ସ୍ୱାଧୀନତା ଦେଇଥାଉ। ଏହାଦ୍ୱାରା ଆମ୍ଭମାନଙ୍କର ପିଲାମାନେ ସମୟ ସମୟରେ କିଛି ଅପକର୍ମ କରି ବସନ୍ତି। ଏହା ଆମ୍ଭ ସମାଜକୁ କଳୁଷିତ ଆଡ଼କୁ ନେଇଯାଏ। ଏଥିପାଇଁ ଆମ୍ଭେମାନେ ଅନୁତାପ ମଧ୍ୟ କରିନଥାଉ। ମହାଭାରତ ତ୍ୟାଗର ଶିକ୍ଷାକୁ ଆଲୋଚନା କଲେ ଆମ୍ଭେ ଜାଣୁ ଯେ ପିତାମହ ଭୀଷ୍ମ ଆଜୀବନ ଅବିବାହିତ ରହିବାକୁ ଶପଥ ନେଇଥିଲେ। କାରଣ ପୁତ୍ର ମୋହର ଫଳ ସ୍ୱରୂପ କାଳେ ହସ୍ତିନାପୁର ସିଂହାସନ ତାଙ୍କୁ ବିଭୋଷ କରିବ। ଏ ପ୍ରକାର ତ୍ୟାଗ ଆମ୍ଭମାନଙ୍କର ମନକୁ କେବେ ଆସିବ ନାହିଁ। ତଥାପି ସମାଜରୁ ସୁସ୍ଥ ବାତାବରଣ ଆଶା କରିବାକୁ ହେଲେ ଆମ୍ଭମାନଙ୍କୁ ଏବଂ ଆମ୍ଭ ତଳ ପିଢ଼ିକୁ ଧାର୍ମିକ ଏବଂ ବୈଚାରିକ ସଂସ୍କାର ପ୍ରତିଷ୍ଠା କରିବା ଆବଶ୍ୟକ ଅଟେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମ୍ଭେ ପିତାମାତା ଏବଂ ପରିଜନ ଶୈଶବ ଅବସ୍ଥାରେ ପିଲାମାନଙ୍କ ପାଇଁ ସେହିଭଳି ପରିବେଶ ସୃଷ୍ଟି କରିବା ଉଚିତ। କାରଣ ଆମ୍ଭେ ଯାହା ରୋପଣ କରିବା ତାହା ଆମ୍ଭେ ଅମଳ ପାଇବା।